ସାଇକୋଲୋଜି କହିଥାଏ ଗୋଟେ ମହିଳା ନିଜେ ଯେତେବେଳେ ନିଜ ବିଆରେ ଆଙ୍ଗୁଳି ପୂରେଇଥାଏ ପାଖାପାଖି 5 ମିନିଟ୍ ଭିତରେ ଚରମ ସୁଖ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। କିନ୍ତୁ ଗୋଟେ ପୁରୁଷ ଯଦି ଗେହିଥାଏ ତେବେ ସେମାନଙ୍କୁ ଚରମ ସୁଖ ପାଇବା ପାଇଁ 20ରୁ 25 ମିନିଟ୍ ସମୟ ଲାଗିଥାଏ। ସାଇକୋଲୋଜି କହିଥାଏ ଝିଅମାନେ ମୁଖ୍ୟତଃ ରୋମାଣ୍ଟିକ୍ ପୁଅମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି, ଅର୍ଥାତ୍ ଯେଉଁମାନେ ରୋମାଣ୍ଟିକ୍ କଥା ହୋଇଥାନ୍ତି ଓ ତାଙ୍କୁ ବୁଲେଇବା ପାଇଁ ନେଇ ଯାଇଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ବ୍ୟକ୍ତିମାନେ କଥା କଥାରେ ଅଧିକ ରାଣ ଖାଇଥାନ୍ତି ତେବେ ସେହି ବ୍ୟକ୍ତିମାନେ ଅଧିକ ସଚ୍ଚୋଟ ହୋଇଥାନ୍ତି ଓ ନିଜ ସାଥୀ ସହିତ ବିଶ୍ୱସନୀୟ ଭାବରେ ରହିଥାନ୍ତି। ସାଇକୋଲୋଜି କହିଥାଏ କାହାକୁ ଫୋନରେ ବ୍ଲକ୍ କରିବା ଦ୍ୱାରା କିଛି ବି ହୋଇନଥାଏ, କିନ୍ତୁ କଷ୍ଟରୁ ମୁକ୍ତି ପାଇବା ପାଇଁ କିଛି ସମ୍ପର୍କକୁ ମନରେ ବ୍ଲକ୍ କରିବାକୁ ପଡ଼ିଥାଏ। ସାଇକୋଲୋଜି କହିଥାଏ ଯେଉଁ ଲୋକମାନେ ଆପଣଙ୍କୁ କହିଥାନ୍ତି କି ମୋ ପାଖରେ ସମୟ ନାହିଁ, ବାସ୍ତବରେ ସେମାନଙ୍କ ଖାସ୍ ସମ୍ପର୍କ ତାଲିକାରେ ଆପଣଙ୍କ ନାମ ନଥାଏ। ସାଇକୋଲୋଜି କହିଥାଏ ଗୋଟେ ସ୍ତ୍ରୀର ଗିଆ ଖାଇବାର ଇଚ୍ଛା ଯେତେ ବଢ଼ିଲେ ବି ଯଦି ପୁରୁଷ ପାଖରେ ପୁରା ତାକତ ଥିବ ତେବେ ଗୋଟେ ସ୍ତ୍ରୀ ବିଛଣା ଉପରେ ନିଶ୍ଚୟ ଶାନ୍ତ ହୋଇପାରିବ। ସାଇକୋଲୋଜି ଅନୁସାରେ ଆପଣ ନିଜ ଇଚ୍ଛାରେ କାହାକୁ ଭଲ ତ ପାଇପାରିବେ, କିନ୍ତୁ ନିଜ ଇଚ୍ଛାରେ କାହାକୁ କେବେ ବି ଭୁଲି ପାରିବେ ନାହିଁ। ସାଇକୋଲୋଜି ଅନୁସାରେ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଏଥିପାଇଁ ଭଲ ଲାଗିଥାଏ କି କାରଣ ସେହି ଗୀତ ଆପଣଙ୍କ ଲାଇଫରେ ଅସଲ ଘଟଣା ସହିତ ଜଡ଼ିତ ହୋଇ ରହିଥାଏ। ସାଇକୋଲୋଜି ଅନୁସାରେ ଆମ ଜୀବନର ଅଧା ଦୁଃଖ ଭୁଲ ମଣିଷଠାରୁ ଆଶା ରଖିବା ଦ୍ୱାରା ମିଳିଥାଏ ଓ ବାକି ଅଧା ଦୁଃଖ ସଚ୍ଚା ବ୍ୟକ୍ତି ଉପରେ ସନ୍ଦେହ କରି ମିଳିଥାଏ। ସାଇକୋଲୋଜି ଅନୁସାରେ ଯେଉଁ ଲୋକମାନେ କମ୍ କଥା ହୋଇଥାନ୍ତି ବା ଶାନ୍ତ ରହିଥାନ୍ତି ତେବେ ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି।